ନାଇଁ ଯୋଉ ସେ ସୋସିଆଲ ମିଡ଼ିଆଟା ମଧ୍ୟ ମୁଁ ବି ଦେଖୁଥିଲି, ମୁଁ ଦେଖିଛି ମଧ୍ୟ ଏଇଟା କଟକ ଜିଲ୍ଲାରେ ଏଇଟା ପୁରା ଭାଇରାଲ ହେଉଛି। କିନ୍ତୁ ମୋର କହିବାର କଥା ହେଉଛି ସେ ଯୋଉ ମିଶନ ଶକ୍ତି ଏସ୍ଏଚଜି ଗ୍ରୁପ ଉପରେ ଯୋଉ ଅଭିଯୋଗଟା ଆସୁଛି, ପ୍ରକୃତ ପକ୍ଷେ ଏଇ ଯୋଉ ଅଡିଟ୍ ହବା ବା ତଦନ୍ତ ହବା এইটা ସରକାରଙ୍କର ଏଇଟା ଗୋଟେ ପ୍ରକ୍ରିୟା। ସେ ପଞ୍ଚାୟତ ସରପଞ୍ଚ ଅଫିସ ହଉ କିମ୍ବା ବ୍ଲକ ହଉ ମିଶନ ଶକ୍ତି ହଉ ଏସବୁ ଅଡିଟ୍ ହୁଏ। এইটা କେହି ଅଡିଟ୍ଟାକୁ କେଉଁ ରାଜନେତା କେବେ କହିକିରି କରାନ୍ତିନି। ସେଇଟା ଯଦି ସରକାର ଅଡିଟ୍ କରୁଛନ୍ତି ସ୍ୱାଗତ ଯୋଗ୍ୟ, ଅଡିଟ୍ ବି ହେବା କଥା, ତ ଅଡିଟ୍ ବାଟରେ ଯିବ। କିନ୍ତୁ ମୋର ଯେତିକି ବିଶ୍ୱାସ, ମୋର ଯେତିକି ଆଶା, ନିଆଳି ନିର୍ବାଚନ ମଣ୍ଡଳୀର କୌଣସି ବି ମିଶନ ଶକ୍ତିରେ ଦୁର୍ନୀତି ହେଇଥିବ କାହିଁ ମୁଁ ଭାବୁନି। କାହିଁକିନା ଆମର ମା ଭଉଣୀମାନେ ସେମାନେ ମିଶିକିରି ଗୋଟେ ସଂଗଠିତ ଭାବରେ ଏସ୍ଏଚଜି ଗ୍ରୁପ କରିକିରି ବିଭିନ୍ନ ପ୍ରକାର ସରକାରଙ୍କର ଯୋଜନାକୁ ସେମାନେ କାମ କରୁଛନ୍ତି। କିନ୍ତୁ କଥା ଉଠୁଛି ଏଠି ଯେ ଯଦି ଅଡିଟ୍ ହେଉଛି, ପ୍ରକୃତ ତଥ୍ୟ ଆମେ ନ ଜାଣି, ଅଡିଟ୍ର ନିୟମ କ'ଣ, ଅଡିଟ୍ଟା ହେଇଗଲା ପରେ ସେମାନେ ସରକାରଙ୍କୁ ସେଇଟାକୁ ଦିଅନ୍ତି। ତେଣୁ ସେ ଅଡିଟ୍ରେ ଯଦି ପ୍ରକୃତରେ କିଛି ଭୁଲ ଭଟକା ଥିବ କି ଦୁର୍ନୀତି ହେଇଥିବ, ତାକୁ ସରକାର ନିଶ୍ଚିତ ଭାବରେ ପଦକ୍ଷେପ ନେବେ। କିନ୍ତୁ ତାକୁ ଆମେ କିଛି ନ ଜାଣି ତଥ୍ୟ, କାହିଁକିନା ମୁଁ ନିଜେ ବିଧାୟକ ହିସାବରେ ମୁଁ ଏପର୍ଯ୍ୟନ୍ତ ଜାଣିନି ଯେ 61 ଲକ୍ଷ କଥା। ଆଚ୍ଛା, ସେ 61 ଲକ୍ଷ ଯେଉଁ କହୁଛନ୍ତି, କିନ୍ତୁ ଗୋଟେ ଦୁଃଖ ଲାଗୁଛି ବି ଯେ 61 ଲକ୍ଷ ଏକ୍ଜାକ୍ଟ ଏମାଉଣ୍ଟ ସେ ପାଇଲେ କେଉଁଠୁ? ଆଚ୍ଛା, ଯଦି ସେ 61 ଲକ୍ଷ ପାଇଲେ ତା ମାନେ ଅଡିଟ୍ଟା ଗୁପ୍ତ ଭାବରେ କରାଯାଏ, କୌଣସି ପ୍ରହସନ କରାଯାଏ ନା, ଅଡିଟ୍ ହିସାବରେ କରାଯାଏ। ତ ଯଦି ସେଇ ଯେଉଁ ତଥ୍ୟଟା କିଏ ଦେଲା ତାଙ୍କୁ, ତା ମାନେ ଏ ଅଡିଟ୍ ଯେଉଁମାନେ କରୁଛନ୍ତି, ମୁଁ ତ ଭାବୁଛି ତାଙ୍କ ବିରୁଦ୍ଧରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। ଯଦି 61 ଲକ୍ଷର ଦୁର୍ନୀତି ହେଇଛି, ତାହେଲେ ସେ ଜିଲ୍ଲାପାଳଙ୍କୁ ସବମିଟ୍ ନ କରିକିରି ଏଇଟା ବାହାରକୁ ଲିକ୍ କଲେ କେମିତି? ତା ମାନେ ମୁଁ ଭାବୁଛି ଏଠି ଗୋଟେ କିଛି ଗୋଟେ କ'ଣ ଗୋଟେ ମାନେ ହେଉଛି, ସେଇଟା ମୁଁ ନିଜେ ଜାଣିପାରୁନି। ନାଇଁ ଶୁଣନ୍ତୁ, ସୋସିଆଲ ମିଡ଼ିଆରେ ଆଜିକାଲି କିଏ କ'ଣ କହିଲା, ଅଦୃଶ୍ୟ ଶକ୍ତି ସଦୃଶ୍ୟ ଶକ୍ତି, ସେ ବିଷୟରେ ମୁଁ କହିପାରିବିନି। ତେଣୁ ଯେଉଁ ମୋର ଅଡିଟ୍ର କଥା କହୁଛି, କିନ୍ତୁ ମିଶନ ଶକ୍ତିର ମୋର ଯେତିକି ଆଶା ସେମିତି କିଛି ଦୁର୍ନୀତି ହେଇନଥିବ ବୋଲି, କିନ୍ତୁ ହେଇ ବି ଥାଇପାରେ। କିନ୍ତୁ ସେଇଟା ତଦନ୍ତ ହଉ, ଅଡିଟ୍ ହଉ, ସେଥିରେ ଅଡିଟ୍ ବାଟରେ ଯିବ, ସରକାର ତାର ଦୃଢ଼ ପଦକ୍ଷେପ ନେବେ। କିନ୍ତୁ ତା ପୂର୍ବରୁ ଆମେ ଗୋଟେ ବିଭ୍ରାନ୍ତି କରିବା ଏମାଉଣ୍ଟକୁ ନେଇକିରି, ମୁଁ ସେଇଟା ଶୁଣୁଥିଲି। ତାପରେ ସେ ଯେଉଁ ଆଉ ଗୋଟେ କ'ଣ କହୁଥିଲେ, ଏକାଉଣ୍ଟକୁ ଫ୍ରିଜ୍ କରାଯାଇଥିଲା। ସେ ଏକାଉଣ୍ଟକୁ କାହିଁକି ଫ୍ରିଜ୍ କରାଯାଇଥିଲା, କ'ଣ ହେଇଥିଲା, ସେ ତ ମୁଁ ଜାଣିନି। କିନ୍ତୁ ଯଦି ବି ଫ୍ରିଜ୍ କରାହେଇଛି, ଉଠେଇଥିବେ ଭିଡ଼ିଓ, ତାହେଲେ ତାର କିଛି ସତ୍ୟାସତ୍ୟ କାରଣ ଥିବ। ତା କାରଣଟା ଥିବ। ମୋ ପାଖକୁ ବି ବହୁତ ମହିଳା ଆସିଥିଲେ, ସେମାନେ କହିଲେ ଆମ ଏକାଉଣ୍ଟକୁ ଫ୍ରିଜ୍ କରାଯାଇଛି। ତେଣୁ ଯଦି ବି ଏଇଟା ଅଡିଟ୍ ହେଉଛି, ତଦନ୍ତ ହେଉଛି, କିନ୍ତୁ ଏକାଉଣ୍ଟଟାକୁ ବି ଯଦି ଆପଣ ବନ୍ଦ କରୁଛନ୍ତି ବି, ବିଭିନ୍ନ ପ୍ରକାରର ମା ମାନେ ଋଣ ନେଇଛନ୍ତି, ଋଣକୁ ପରିଶୋଧ କରିବେ, ବିଭିନ୍ନ ଆନୁଷଙ୍ଗିକ କାମ କରିବେ। ଆଉ ଯଦି ଦୁର୍ନୀତି ହେଇଥିବ, ତାହେଲେ ତ ଦୁର୍ନୀତି ଏକାଉଣ୍ଟ ସହିତ କ'ଣ ସମ୍ପର୍କ ମୁଁ କହିପାରିବିନି ଯେ ଏକାଉଣ୍ଟ ସାଙ୍ଗରେ ଦୁର୍ନୀତି କ'ଣ। ଯଦି ଏକାଉଣ୍ଟରେ ସେ ଦୁର୍ନୀତି ହେଇଛି, ଏକାଉଣ୍ଟ ତ ସବୁ ଲିଖିତ ଅନୁସାରେ ବ୍ୟାଙ୍କରେ ସବୁ ଟ୍ରାଞ୍ଜାକ୍ସନଟା ହୁଏ। ତେଣୁ ତାକୁ ନେଇ ସବୁ ଜିନିଷ ମୋତେ ପସନ୍ଦ ନାହିଁ। ଆଉ ମୁଁ ବି ଅନୁରୋଧ କରୁଛି ନିଆଳି ଜନସାଧାରଣ କି ଅନ୍ୟମାନଙ୍କୁ, ଆମର ମା ଭଉଣୀମାନେ ଯେଉଁ ଏସ୍ଏଚଜି ଗ୍ରୁପ କରିଛନ୍ତି ସେମାନେ ବହୁତ ଭଲ। ଆଉ ସମସ୍ତେ ବି ନିଷ୍ଠାର ସହିତ, ମୁଁ ଯେତେ ଦିନ 14 ମାସ ଭିତରେ ଦେଖୁଛି, ନିଷ୍ଠାର ସହିତ ସେମାନେ କାମ କରୁଛନ୍ତି। କିନ୍ତୁ କେଉଁଠି କ'ଣ ଭୁଲ ଭଟକା ହେଇଥିବ ସେଇଟାକୁ ସେ ସରକାର ତାର ଦେଖିବେ, ସରକାରଙ୍କର ଦାୟିତ୍ୱ। ଏଥିରେ ଆମେ ସୋସିଆଲ ମିଡ଼ିଆରେ ଛାଡ଼ିକିରି ଏଇଟା ମା ଭଉଣୀମାନଙ୍କୁ ଗୋଟେ ଅସମ୍ମାନିତ କରିବା, ଏଇଟାକୁ ମୁଁ ପସନ୍ଦ କେବେ କରୁନି, କି ଭବିଷ୍ୟତରେ ମୋର କରିବାର ନାହିଁ। କାରଣ ଆମେ ସତ୍ୟଟା କ'ଣ ଜାଣିବା, ତାପରେ ଆମେ ସୋସିଆଲ ମିଡ଼ିଆରେ କହିବା। ସତ୍ୟ କ'ଣ କିଏ ଗ୍ୟାରେଣ୍ଟି ଦେଇଦେବ ଯେ 61 ଲକ୍ଷ ଟଙ୍କାର ଦୁର୍ନୀତି ହେଇଛି ବୋଲି? କିଏ ଗ୍ୟାରେଣ୍ଟି ଦେଇଦେବ? ଏଇଟା କହିବାଟା ଗୋଟେ ମାନେ ଏଇଟା ମୁଁ ଭାବୁଛି ଏଇଟା ଗୋଟେ ଅପମାନଜନକର କଥା। ତେଣୁକରି ମୁଁ ଭାବୁଛି କୌଣସି ବି ବନ୍ଧୁ କୌଣସି ଜିନିଷ ନ ଜାଣିକିରି କି କାହାଠୁ ଶୁଣିକିରି କିଏ ଗୋଟେ କହିଲା, ଯଦି ଯେ 61 ଲକ୍ଷ କହିଲା ସେ ଲିଖିତ ଆକାରରେ ଦେଇଛି, ତାହେଲେ ଆମେ ତାକୁ ଦୃଢ଼ କାର୍ଯ୍ୟ ମୁଁ ନିଜେ ନେବି। କିନ୍ତୁ କୌଣସି ଜିନିଷ କହିଲା ପୂର୍ବରୁ ଆମେ ଟିକେ ପୁରା ତଥ୍ୟ ଭିତ୍ତିକ ଜାଣିଲା ପରେ କହିବା। ଆମେ ଆଜି ତାଙ୍କୁ ମିଶନ ଶକ୍ତି କହୁଛେ, କାଲି ମିଶନ ବିଧାୟକ ଯେଉଁ ବୁଲୁଛନ୍ତି, କାମ କରୁଛନ୍ତି, କାମ କଲା ଭିତରେ ସେମାନେ ବି କହିବେ ବିଧାୟକ ଦୁର୍ନୀତି କରୁଛି।
किंतु सेमानू भी मु अनुरोध करुँ कौन से मु विधायक हुए गोटे सरपंच हूँ गोटे समिति सभ्य हूँ जिला परिषद सदस्य हूँ किए भी हो कौन सी दलर भी हो कौन से सठिक तथ्य न थी क्या विरुद्ध में मुझे कहवाक मुझे पसंद मु करेनि शुणु आज्ञा मु तो यहाँ दलीय भित्तिक मु कि कहवाक चाहूँ मुझे कहबी जिला सभापति भारतीय जनता पार्टी जिला सभापति हूँ कि मंडल सभापति हूँ कि पंचायत प्रमुख हूँ काम हूँ से संगठन विषय मुंड खेल कथा संगठन विषय मुंड खेल मुझे भल किंतु ये सब जिनस किए दुर्नीति कर मु भी आश्चर्य होची जदि से एमती हो मो सांगे आसिक आलोचना करिवार थिला जे घटना घटी।